ସୁବର୍ଣ୍ଣପୁରରେ ମୁଖ୍ୟ ଚିକିତ୍ସାଳୟଠାରେ ରକ୍ତଦାନ ଅଭିଯାନର ଶୁଭାରମ୍ଭ। ରକ୍ତଦାନ କଲେ ଏଡିଏମ୍ ଓ ବିଭିନ୍ନ ପଦାଧିକାରୀ। ଓଡ଼ିଶା ପକ୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ରେଡ୍କ୍ରସ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ଏଡିଏମ୍ ଶ୍ରୀମତୀ ପ୍ରଧାନ ନିଜେ ରକ୍ତଦାନ କରି ମେଡିକାଲ କାର୍ଯ୍ୟକାରୀ ରକ୍ତଦାତା ସ୍ୱେଚ୍ଛାସେବୀ ଓ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡ୍କ୍ରସ୍ ଶାଖା ସମ୍ପାଦକ ପ୍ରତୀକ କର, ଏଡିପିଏଚ୍ଓ ଡକ୍ଟର ଗୋପାଳ ଚନ୍ଦ୍ର ମଲ୍ଲିକ, ବ୍ଲଡ ବ୍ୟାଙ୍କ ଅଫିସର ଡକ୍ଟର ମାନସ ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ କଲେଜ ଛାତ୍ରଛାତ୍ରୀ ରକ୍ତଦାତାଙ୍କୁ ଅଭିନନ୍ଦନ ଜଣାଇ ଅଧିକ ମାତ୍ରାରେ ନୂଆ ରକ୍ତଦାତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ସୋନପୁରରୁ ଗୋପୀନାଥ ମହାକୁଡ଼ଙ୍କ ରିପୋର୍ଟ, ସଠିକ୍ ଖବର।